ପଙ୍କ ଥାଏ କିମ୍ବା ଲବଣ ଜଳ ଥାଏ ଯେଉଁଠାରେ ବାୟୋଡାଇଭର୍ସିଟି ରହିଥାଏ ଯେଉଁ ଜାଗାରେ ବାୟୋଡାଇଭର୍ସିଟି ଥାଏ ବା ଜୈବ ବିବିଧତା ଥାଏ ଏବଂ ଜଳ ଥାଏ ତାକୁ ଆର୍ଦ୍ରଭୂମି କୁହାଯାଏ। ସାଧାରଣତଃ ଆମ ଦେଶରେ ଅନେକ ଗୁଡ଼ିଏ ଆର୍ଦ୍ରଭୂମି ଅଛି, ସେମାନଙ୍କ ନାମକରଣ କରାଯାଇଛି ରାମସାର। ସେଥିରେ ଗୋଟେ ଉଦାହରଣ ହେଲା ଚିଲିକା। ଏହିପରି ଅନେକ ଆର୍ଦ୍ରଭୂମି ଅଛି, ଚିଲିକା ଗୋଟେ, ତାପରେ ଆମର ସାତକୋଶିଆ ଗଣ୍ଡ ଅଛି, ଭିତରକନିକା ଅଛି, ଅନ୍ୟାନ୍ୟ ହୀରାକୁଦ ଗୋଟେ ଆର୍ଦ୍ରଭୂମି। ଏଠାରେ ଉଭୟ ଉଦ୍ଭିଦ ଏବଂ ଜଳଚର ପ୍ରାଣୀମାନେ ବାସ କରନ୍ତି। ସମସ୍ତଙ୍କର ସେଟା ଗୋଟେ ହାବିଟେଟ୍ସ, ଯାହାକୁ ଇକୋସିଷ୍ଟମ କୁହାଯାଏ। ଏକ୍ୱାଟିକ୍ ଇକୋସିଷ୍ଟମ ଗୋଟେ ଆର୍ଦ୍ରଭୂମିର ପାର୍ଟ। କିନ୍ତୁ ଏବେ ବିଭିନ୍ନ ପ୍ରକାର ମାନବର କାର୍ଯ୍ୟକଳାପ ଯୋଗୁଁ, ଯେପରି ଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ, ତାପରେ କଳକାରଖାନା ନିର୍ମାଣ ଏବଂ ଚାଷ ଜମି ନିର୍ମାଣ ଯୋଗୁଁ ଏହାକୁ ପୋତି ଦିଆଯାଉଛି ଏବଂ ଆର୍ଦ୍ରଭୂମି ସୀମିତ ହୋଇଯାଉଛି, ଯାହାଫଳରେ ସେଠାରେ ବସବାସ କରୁଥିବା ଅନେକ ଜଳଚର ପ୍ରାଣୀମାନେ ଏବଂ ଜଳଜ ଉଦ୍ଭିଦମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଆର୍ଦ୍ରଭୂମିକୁ ସୁସ୍ଥ ରଖିବା ପାଇଁ ଆମେ ଆର୍ଦ୍ରଭୂମି ମିତ୍ର ଭାବରେ ସ୍ୱେଚ୍ଛାସେବୀ ହୋଇଛୁ। ଆମେ ଜାଣୁ ଯେ ସାମାଜିକ ଅର୍ଥନୈତିକ ଏବଂ ପରିବେଶ ସୁସ୍ଥତା ପାଇଁ ଆର୍ଦ୍ରଭୂମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମେ ବୁଝିପାରୁ ଯେ ଆର୍ଦ୍ରଭୂମିରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ପ୍ରାକୃତିକ ଉତ୍ସଗୁଡ଼ିକର ବହୁଳ ବ୍ୟବହାର ଦ୍ୱାରା ଆର୍ଦ୍ରଭୂମିର ଅବନତି ତଥା ଜନସ୍ୱାସ୍ଥ୍ୟ ପ୍ରଭୃତି ଏବଂ ଆମର ଜୈବ ବିବିଧତା ଉପରେ ପ୍ରଭାବ ପଡ଼ୁଛି। ଆମେ ସ୍ୱୀକାର ଏବଂ ସମର୍ଥନ କରୁଛୁ ଯେ ସାମୂହିକ ଏବଂ ବ୍ୟକ୍ତିଗତ ପ୍ରୟାସ ଆର୍ଦ୍ରଭୂମି ସଂରକ୍ଷଣରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ। ଆମର ଆର୍ଦ୍ରଭୂମି ଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆମେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବିଭିନ୍ନ ହିତାଧିକାରୀଙ୍କ ସହ ହାତ ମିଳାଇବାକୁ ପ୍ରତିଶ୍ରୁତି ଦେଉଛୁ। ଆମେ ଆର୍ଦ୍ରଭୂମିକୁ କଠିନ ଏବଂ ତରଳ ବର୍ଜ୍ୟରୁ ମୁକ୍ତ ରଖିବା, ସଚେତନତା ସୃଷ୍ଟି କରିବା ଏବଂ ଅନ୍ୟମାନଙ୍କୁ ଏହି ପ୍ରୟାସରେ ଯୋଗ ଦେବାକୁ ଉତ୍ସାହିତ କରିବା। ଆର୍ଦ୍ରଭୂମି ମିତ୍ର ହୋଇଥିବାରୁ ଆମେ